ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କଣ କରିବା ନା 10 ଧାଡି 15 ଧାଡି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡିରେ। ଆଜିର ଭିଡିଓରେ କଥା ହେବା ଆଲଫ୍ରେଡ୍ ନୋବେଲଙ୍କ ବିଷୟରେ। ଆଲଫ୍ରେଡ୍ ନୋବେଲ ଜଣେ ସ୍ୱିଡିଶ ବୈଜ୍ଞାନିକ, ଉଦ୍ଭାବକ ଏବଂ ଶିଳ୍ପପତି ଥିଲେ। ସେ 1867 ମସିହାରେ ଡାଇନାମାଇଟ୍ ଉଦ୍ଭାବନ ପାଇଁ ପ୍ରସିଦ୍ଧ। ନୋବେଲ ତାଙ୍କ ଉଦ୍ଭାବନ ପାଇଁ 350ରୁ ଅଧିକ ପେଟେଣ୍ଟ ରଖିଥିଲେ। ସେ 1895 ମସିହାରେ ତାଙ୍କ ଇଚ୍ଛାପତ୍ର ମାଧ୍ୟମରେ ନୋବେଲ ପୁରସ୍କାର ପ୍ରତିଷ୍ଠା କରିଥିଲେ। ନୋବେଲ ପୁରସ୍କାର ବିଜ୍ଞାନ, ସାହିତ୍ୟ ଏବଂ ଶାନ୍ତି କ୍ଷେତ୍ରରେ ସଫଳତାକୁ ସମ୍ମାନିତ କରିଥାଏ। ভিডিওটি কেমতি লাগিলা মতে কমেন্ট করিকি জনাইব। যদি ভাল লাগিলা টিকে লাইক করদব। ভিডিও কোন সହିତ সেয়ার কর। চ্যানেল को सब्सक्राइब करी बेल आइकन प्रेस करी ऑल नोटिफिकेशन को ऑन रखिता। ताले रोज